ପ୍ଲାଣ୍ଟ ସାଇଡ୍ ପୋଲିସ ଦ୍ୱାରା ଗଞ୍ଜେଇ ଜବତ। ପାର୍ବଣ ଋତୁକୁ ଆଖିଆଗରେ ରଖି ଚୋରା ବେପାରୀମାନେ ଚୋରା ମାଦକ ଦ୍ରବ୍ୟକୁ ସହରରେ ଚଲାଇବା ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ପୋଲିସ ମଧ୍ୟ ଅପରେସନ ପ୍ରହାରକୁ ଜୋରଦାର କରି ଦିନରାତି ଏକ କରିଦେଇଛି। ଗତ ରବିବାର ଦିନ ପ୍ଲାଣ୍ଟ ସାଇଡ୍ ଥାନା ଏସ୍ଆଇ ଶ୍ରୀ ସୁବ୍ରତ ପଣ୍ଡା ଓ ତାଙ୍କ ପୋଲିସ କର୍ମଚାରୀଙ୍କୁ ନେଇ ପାଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବିର୍ସାମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମର ଦ୍ୱିତୀୟ ଗେଟ୍ ପାଖରେ ପହଞ୍ଚି ସେହି ରାସ୍ତା ଦେଇ ଆସୁଥିବା ଜଣେ ଚୋରା ଚାଲାଣକାରୀ ବ୍ୟକ୍ତିଙ୍କୁ ଅଟକାଇ ତା ନିକଟରୁ 700 ଗ୍ରାମର ବେଆଇନ ଚୋରା ଗଞ୍ଜେଇ ଜବତ କରିଥିଲା। ଚୋରା ଚାଲାଣକାରୀ ଜଣକ ହେଲେ ପ୍ଲାଣ୍ଟ ସାଇଡ୍ ଥାନା ଅଞ୍ଚଳ ନୟାବଜାର ଗିରିଧାରୀ ବସ୍ତି ଅଞ୍ଚଳର କେଶବ ଲେଙ୍କା, ଯାହାଙ୍କର ବୟସ 45 ବର୍ଷ। ପୂର୍ବରୁ ତା ନାମରେ ପ୍ଲାଣ୍ଟ ସାଇଡ୍ ଥାନାରେ 2ଟି ଓ ଟାଙ୍ଗରପଲ୍ଲୀ ଥାନାରେ ଗୋଟିଏ କେସ୍ ଚାଲିଛି। ରବିବାର ଦିନ ଅଭିଯୁକ୍ତ କେଶବ ଲେଙ୍କାଠାରୁ 700 ଗ୍ରାମ ଗଞ୍ଜେଇ ଜବତ କରି କେସ୍ ନମ୍ବର 703/25 ଧାରା 20B ANDPS ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ରାଉରକେଲାରୁ ଲବକିଶୋର ନାୟକଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।